ନମସ୍କାର ସାଙ୍ଗମାନେ। ଆଜି ଖୁସି ଜିନିଷ ତାଳଚେର ଆସିଥିଲି ବହୁତ ଦିନ ହେଲା। ଗାଁକୁ ଆସିଛି ଆମର ବଣ୍ଟି ଭାଇ ଆସିଛି ହେଲା ଯାଉଛି ବର୍ତ୍ତମାନ ବଣ୍ଟି ଭାଇ ଦେଖା କରିବା ପାଇଁ। ଯାଇନାହାନ୍ତି ସେ ଭୁବନେଶ୍ୱର ଯାଇନାହାନ୍ତି। ହଠାତ୍ କରିଥିଲି ସେ ଗାଁରେ ଅଛନ୍ତି କାଳିପଡ଼ିଆରେ ଯାଉଛି ଦେଖା କରିବା ପାଇଁ। କିଛି ସମୟ ପରେ ଜଷ୍ଟ 5 ମିନିଟ୍ ଭିତରେ ଯାଇ ପହଞ୍ଚିବି ହେଲା। ବାହାରିଲୁ ବର୍ତ୍ତମାନ କାର ବାହାରିଲୁ। ବାହାରିଲୁ ବର୍ତ୍ତମାନ ମୋ ନାଁରେ କ'ଣ କମ୍ପ୍ଲେନ୍ ମୋ ସାନ ଭାଇ ଗୋଟେ ମୋ ନାଁ କମ୍ପ୍ଲେନ୍ କରୁଛି। ବନ ଗୋଟେ ଲାଇନ୍ ଗୋଟେ ଝିଅ ନମସ୍କାର। କ'ଣ କହୁଛୁ ଝିଅ କ'ଣ କହୁଛୁ? କ'ଣ କହୁଥିଲୁ ମୋ ସେଠି କ'ଣ କମ୍ପ୍ଲେନ୍ କରୁଥିଲୁ କହିଲୁ ଝିଅ ଟିକେ? ହେଇଗଲାଣି 3 ଦିନ ହେଇଗଲା। ଯାଉଛି ବର୍ତ୍ତମାନ ବଣ୍ଟି ଭାଇ ଦେଖା କରିବା ପାଇଁ ଯାଉଛି। ଆସିଲେ କଲ୍ କରିବି ହେଲା। ହଁ 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 ଆମ ବଣ୍ଟି ଭାଇ ଅନୁଗୁଳିଆ ବଣ୍ଟି ଭାଇ ଯାଉଛି ଦେଖା କରି ଆସିଲେ ଆରୁ କଥା ହେବି ସହିତ। ହଁ ହଁ ହଉ ସାହୁ ବାବୁ କି କଣ ଦେଇଛ ତମର ଆଇଡି? ଆର୍ ସାହୁ ବ୍ଲଗ୍ସ। ଆର୍ ସାହୁ ହଁ ବଣ୍ଟି ଭାଇର ଘର ଖୋଜି ଖୋଜି ମାନେ ଆମ ଗାଁ ପାଖରେ ତ ତା ଗାଁ ଖୋଜି ଖୋଜି ଫାଷ୍ଟ କହିଲେ କି ଖେଳି ପଡ଼ିଆରେ ଅଛୁ। ତା ଘର ଟିକେ ଯାଉଛୁ ଆଉ କୋଉଠି ଅଛି ବଣ୍ଟି ଭାଇ କେହି ଜାଣି। କୋଉଠି ଅଛୁ ଯାଉଛୁ ଆଗରେ ଗୋଟେ ଦୋକାନଟି ଅଛି ବୋଧେ। କୋଉଠି ଅଛନ୍ତି କେଜାଣି? ଏଇ ଦୋକାନ ପାଖରେ କୋଉଠି ଥିବେ। ବଣ୍ଟି ଭାଇର ଦର୍ଶନ ପାଇଁ ଆମ ପୂଜା ପଡ଼ୁଛି। ବଡ଼ ଲାଜର କଥା। ଗାଁ ପାଖ ଲୋକ ନାହିଁ। ଏଇଟା ଆମର ଏ କାରେଜି ଏଇଟା ଠିଆ ହେଇଛି ସାଗର ଏଠି କୋଉଠି ଆଗୁନା ଆଗଡ଼ି ଚାଲ ନା ସବୁ ଜାଗାରେ ପଚାରିବାକୁ ବଣ୍ଟି ଭାଇ ଯେ ଏସି ଲଗେଇ ପୁରା ତା ହାତ ଭାଙ୍ଗିଛି ନା ଶୋଇଛି ଆରାମରେ ଆଉ। ବଣ୍ଟି ଭାଇ କୋଉଠି ଅଛନ୍ତି? ବଣ୍ଟି ଭାଇ ହାତ ଭାଙ୍ଗି ଯାଇଛି ନା ଶୋଇଛି ଆରାମରେ ଆଉ। ବଣ୍ଟି ଭାଇ ଆମକୁ 2 ଘଣ୍ଟା ହେଲା ଜଗେଇ ଦେଇଛି ନା ଭାଇ ମାନେ ତମେ 6 ସେଇଠି ଆମେ ପହଞ୍ଚୁ। ସୁଟିଂରେ ସେ ବ୍ୟସ୍ତ ଅଛି। ଆମେ ଅଛୁ ପାର୍କ ତାଙ୍କର ଖେଳି ପଡ଼ିଆରେ ଜଗିଛୁ। ମୁଁ ଅଛି ଇଏ ଗୋଟେ ପାଗଳ ଅଛି ଭାଇ ମୁଁ ବି ଅଛି ତୁ ବି ଆ କହିଦେ ଗୋଟେ ପଦ ତୁ କହିଦେ। ଅଛୁ ନା ଭାଇ? ଅଛି ମୁଁ ଅଛି। ତୁ ଅଛୁ କୋଉଠି ଅଛୁ? ପଛପଟେ ଭାଇ ବଇଛି ଆଉ ସେ ବାରିପଟେ ବଇଛୁ। ତମେ ଦାଣ୍ଡ ପଟେ ବଇଛ। ଆମେ ଦାଣ୍ଡ ପଟେ ବଇଛୁ। ଏଇଟା ଭାଇଙ୍କର ତା ଗାଁ ଖେଳି ପଡ଼ିଆ। ଆମ ଗାଁରେ ଜଷ୍ଟ 4-5 କିଲୋମିଟର ଦୂରରେ ଜଗିଛୁ ଏଇଠି ଆଉ। ହଉ କିଏ ଜଣେ ଭାଇ ଏଠିକି ଆସିଲେ ଆସିକି କ'ଣ ବସି ତାଙ୍କ ଡ୍ରାଇଭର ବୋଧେ ପୁନା ଭାଇ ସେମିତି ଲାଗୁଛି। ଆକୁ ତ ଯାଇନି ସେ ଆସିଥିଲେ କହୁଥିଲେ ଅପେକ୍ଷା କରିଦେବା 10-15 ମିନିଟ୍ ଅପେକ୍ଷା କରୁ। ଭାଇ ତ ଆସିଛି ବହୁତ ଦିନ ପରେ ଆସିଛି। ସୁଟିଂରେ ବ୍ୟସ୍ତ ଅଛି କହିବ ବୋଲି କିଛି ହେଇନି। ଆମେ ବି ସୁଟିଂରେ ଆସିଛୁ ସେ ବି ସୁଟିଂରେ ଆସିଛନ୍ତି। ଭାଇ ସୁଟିଂ ପାଇଁ ଟାଇମ୍ ବାହାର କରିବାଟା ବହୁତ କ୍ରିଟିକାଲ ହେଲା। ସମସ୍ତଙ୍କୁ ଦେଖା କରିବାଟା କିଛି ସହଜ ନୁହଁ। ସେଥିପାଇଁ କିଛି ଭୁଲ ଦେଇହେବ। ମେନ୍ ହେଉଛି କିଛି ଫ୍ୟାନ୍ସ ମାନଙ୍କୁ ଟାଇମ୍ ସ୍ପେଣ୍ଡ କରିବାଟା ବହୁତ ଟାଇମ୍। ତାପରେ ତା ଭିତରେ ନିଜର ଅଛି ପର୍ସନାଲିଟି ଅଛି। ଭିଡ଼ିଓ
ভিডিଓ ଫିଡ଼ିଓ ସୁଟିଂ କରିବାଟା ଟିକେ ଟାଇମ୍ ଲାଗେ ଗୋଟେ ଭିଡ଼ିଓ ସୁଟ୍ କରିକି ଛାଡ଼ିବାର କେତେ ଟାଇମ୍ ଯେ ଲାଗେ ସେଇଟା ଜାଣିଯିବ ଆପଣ ଦେଖିଦେବେ 5 ମିନିଟ୍ 7 ମିନିଟ୍ ଦେଖିଦେବେ ବହୁତ ଇଜି ଲାଗିବ ନିଜେ ସୁଟିଂ କରିକି ଏଡ଼ିଟିଂ କରିକି ଛାଡ଼ିବାଟା କେତେ କଷ୍ଟ ସେ କେବଳ କ୍ରିଏଟର୍ ହିଁ କହିପାରିବ ଭାଇକୁ ଦୋଷ ଦେଇହେବନି ତଥାପି ଆମେ ଅପେକ୍ଷାରେ ଅଛୁ ଲାଷ୍ଟରେ ମୋଟି ଭାଇ ଯାଇ ଘରୁ ଆସିଲେଣି ଭାଇ ତମେ ଯାଇ ଘରୁ ଆସିଲେଣି ଭାଇ ଭାଇ ଆମର ଯାଇ ଘରୁ ଆସିଲେ ହେଲା ଦେଖୁଛ ମୁଁ ତାଙ୍କ ଘରୁ ଯାଇ ଆସିଲି ତାଙ୍କ ଘରୁ ଯାଇ ଆସିଲି କିନ୍ତୁ ଭାଇ ଆମର ପୁଣି ଘରୁ ସେ ପୁଣି ଆଉ ଥରେ ଆସିଲେ ମାନେ ବହୁତ ଦିନ ହେଲା ମୁଁ ଯାଇଥିଲି ସେ ଭିତରକୁ ତ ମାନେ ଗତ ବର୍ଷ ପଣା ଯାତ୍ରାକୁ ଗୋଟେ ଗଲି ହେଲା ଭାବିଲି ଦେଖା କରିବି ବୋଲି ଏଇଠି ଥିଲି ସାଉପଡ଼ା ଗଲି ସାଉପଡ଼ା ତମ ଗାଁ ରହିଲି ପଣା ଯାତ୍ରା ଦେଖି ପୁଣି ବୁଲିକି ପଡ଼ିଲି ଦେଖା କରିବି ବୋଲି ଯାଇକି ନାଇଁ ପୁଣି ପ୍ରବୀଣ କୋଉଠି ଘର ଆପଣଙ୍କର ଲାଖିଆ ରହୁଛି ସେଠି ରହୁଛ ବାଇକ୍ରେ କଥା ଯିଏ ତମ ସାଙ୍ଗେ କଥା ହେବି ମୋତେ ଆପଣ କଲ୍ କରିସାରିଲେଣି ସାଙ୍ଗେ ସାଙ୍ଗେ ଦଶ କୋଡ଼ିଏ କଲ୍ କରି ଜଙ୍ଗଲ ଭିତରେ ଥିଲି ଭାଇ ତାର ହାତ ଯାଇଥିଲେ ଜଙ୍ଗଲକୁ ଯାଇଥିଲେ ମୁଁ ସେଇ ଭିଡ଼ିଓରେ ସାଙ୍ଗେ ସାଙ୍ଗେ ଦେଖି ସାଙ୍ଗେ ସାଙ୍ଗେ 10 ମିନିଟ୍ ପରେ ମୁଁ ସାଙ୍ଗେ ଦେଖି ଯାଉଛି ଚାଲିଛି